ଏହି ପାଞ୍ଚଟି କାମ ସବୁବେଳେ ଗୁପ୍ତରେ କରନ୍ତୁ। ପଢ଼ିବା ନିଜକୁ ଏତେ ମଜବୁତ ବନାନ୍ତୁ କି କେହି ପ୍ରଶ୍ନ ଉଠେଇ ପାରିବେ ନାହିଁ। ଯାହା ବନିବାର ଅଛି ତାର ପ୍ଲାନିଂ ବିନା କହିକି ଚୁପଚାପ ନିଜର ଭବିଷ୍ୟତର ଛାପା ପ୍ରସ୍ତୁତ କରନ୍ତୁ। କିଛି ବଡ଼ କରିବାର ଅଛି ତ କଥାରେ ନୁହେଁ କାମରେ କରି ଦେଖାନ୍ତୁ। ହୁଲିଆ ସାଧା ରଖନ୍ତୁ କିନ୍ତୁ ନିଜର ଔକାତ ଏବଂ ଚିନ୍ତାଧାରା ସବୁବେଳେ ବଡ଼ ରଖନ୍ତୁ। ଛୋଟ ପ୍ୟାକ୍ କିନ୍ତୁ ଏତେ ଦମ ରଖନ୍ତୁ କି ଜରୁରୀ ପଡ଼ିଲେ ଧମାକା କରିପାରିବେ। ସୁଖ ସାଧନର ପରିଧି ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ଯେଉଁ ସମତ୍ୱ ରୂପକ ଯୋଗ ଆପଣ କହିଲେ, ମନର ଚଞ୍ଚଳତା ଦୃଷ୍ଟିରୁ ମୁଁ ତାହାର ନିତ୍ୟ ସ୍ଥିତି ଦେଖିପାରୁନାହିଁ। କାରଣ ହେ କୃଷ୍ଣ, ଏହି ମନ ବଡ଼ ଚଞ୍ଚଳ, ଇନ୍ଦ୍ରିୟ କ୍ଷୁବ୍ଧକାରୀ, ଅତ୍ୟନ୍ତ ଦୃଢ଼ ଓ ବଳବାନ। ତେଣୁ ମୁଁ ଭାବୁଛି ତାହାକୁ ବଶ କରିବା ବାୟୁକୁ ବଶ କରିବା ପରି ଅତ୍ୟନ୍ତ ଦୁଷ୍କର। ଅର୍ଜୁନଙ୍କ ମାନସିକ ସ୍ଥିତି ଏହି ଜ୍ଞାନରେ ସୀମିତ ଯେ ମନ ଚଞ୍ଚଳ ଏବଂ ସେ ଏହି ନିଷ୍କର୍ଷରେ ପହଞ୍ଚେ ଯେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର। ଅର୍ଜୁନଙ୍କର ଏହି ସିଦ୍ଧାନ୍ତ ତାଙ୍କ ଅତୀତର ଅନୁଭୂତି ଉପରେ ଆଧାରିତ, ଯାହା ଇନ୍ଦ୍ରିୟ ଗୁଡ଼ିକର ଦେଖିବାର କ୍ଷମତାକୁ ସୀମିତ କରେ। ସଂଯୋଗବଶତଃ ତାଙ୍କର ପ୍ରଶ୍ନ କେବଳ ତାଙ୍କର ନୁହଁ, ସମଗ୍ର ମାନବିକତାର ପ୍ରଶ୍ନ। ବ୍ୟାପକ ଭାବରେ କହିବାକୁ ଗଲେ ଆମ ସମସ୍ତଙ୍କର ମତ ଯେ ରାସ୍ତା କଠିନ। ଗୋଟିଏ ପାର୍ଶ୍ୱରେ ଶ୍ରୀକୃଷ୍ଣଙ୍କର ଅନନ୍ତ ଆନନ୍ଦର ଆଶ୍ୱାସନା ଆମକୁ ଆକୃଷ୍ଟ କରେ, କିନ୍ତୁ ଅଜ୍ଞାତର ଭୟ ଆମକୁ ପୁନର୍ବାର ଆମ ଆରାମ ସ୍ଥାନକୁ ଟାଣି ନେଇଥାଏ। ପୁରୀ ବଡ଼ଦାଣ୍ଡରେ ବସି ପରିସ୍ଥିତିରେ ପଡ଼ି ନିଜ ପେଟ ପୋଷିବା ପାଇଁ ଯେଉଁମାନେ ଭିକ ମାଗୁଛନ୍ତି ସେମାନେ ଆଜ୍ଞା ଭିକାରୀ ନୁହନ୍ତି। ଭିକାରୀ ତ ସେମାନେ ଯେଉଁମାନେ ଯୌତୁକ ପାଇଁ ନିଜ ବୋହୂ ଉପରେ ଅତ୍ୟାଚାର କରୁଛନ୍ତି। ଫରକ ଖାଲି ଏତିକି, ସେମାନେ ବଡ଼ଦାଣ୍ଡରେ ବସି ସମସ୍ତଙ୍କ ଠାରୁ ଭିକ୍ଷା ମାଗି ନିଅନ୍ତି, ଆଉ ଅତ୍ୟାଚାରୀମାନେ ସମସ୍ତଙ୍କ ନଜରରେ ନ ଆସି ବୋହୂକୁ ଦରିଆ କରି ଭିକ ନେଉଛନ୍ତି। କାହାର ରାଜମହଲ ଭଳି ଘର ଦେଖି ନିଜକୁ ଗରିବ ଭାବନ୍ତୁ ନାହିଁ, କାରଣ ମଶାଣୀ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ହୋଇଥାଏ। ରତ୍ନ ସିଂହାସନ ମାର୍ଜନା ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ପୂର୍ବର ଗୋଟିଏ ବିଶେଷ ନୀତି ହେଉଛି ରତ୍ନ ସିଂହାସନ ମାର୍ଜନା। ପାରମ୍ପରିକ ଭାବରେ ଶ୍ରୀମନ୍ଦିରର ରତ୍ନ ସିଂହାସନର ରକ୍ଷଣାବେକ୍ଷଣ, ସମାର୍ଜନ ଓ ଜୀର୍ଣ୍ଣ ସଂସ୍କାର ଆଦି ଦାୟିତ୍ୱ ବଡ଼ ଓଡ଼ିଆ ମଠ ଉପରେ ନ୍ୟସ୍ତ ହୋଇଛି।